ଖ୍ରୀଷ୍ଟଙ୍କ ଜଗରେ ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ। ଆଜି ଆମେ ଲୁକ୍ ଲିଖିତ ସୁସମାଚାର 18 ଅଧ୍ୟାୟର 35 ପଦରୁ 43 ପଦକୁ ଆମେ ଅନୁଧ୍ୟାନ କରିବା ଏବଂ ଏହି ସୁସମାଚାର ମାଧ୍ୟମରେ ପ୍ରଭୁ ଆମକୁ କଣ ଶିକ୍ଷା ଦେବା ପାଇଁ ଚାହୁଁଛନ୍ତି ତାହା ବୁଝିବା ପାଇଁ ଚେଷ୍ଟା କରିବା। ଯେତେବେଳେ ଏହି ସୁସମାଚାରକୁ ଆମେ ଅନୁଧ୍ୟାନ କରୁଅଛୁ ଆମେ ଜାଣିପାରୁଅଛୁ ସେ ଦୟାମୟ ପ୍ରଭୁ ଖ୍ରୀଷ୍ଟ କିଭଳି ଭାବରେ ସେହି ଅନ୍ଧ ଭିକାରୀକୁ ସୁସ୍ଥତା ପ୍ରଦାନ କରୁଛନ୍ତି ବା ଦୃଷ୍ଟି ଶକ୍ତି ପ୍ରଦାନ କରୁଛନ୍ତି। ଯେତେବେଳେ ପ୍ରଭୁ ଖ୍ରୀଷ୍ଟ ଜେରିକୋକୁ ଯାଉଥିଲେ ସେହି ସମୟରେ ସେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସି ସେ ଭିକ ମାଗୁଥିଲେ ଏବଂ ଯେତେବେଳେ ସେ ଶୁଣିବାକୁ ପାଉଛନ୍ତି ଯେ ସେହି ରାସ୍ତା ଦେଇ ସେ ନାଜରେଥ ଯୀଶୁ ଯାଉଛନ୍ତି ସେହି ସମୟରେ ସେ ଚିତ୍କାର କରି ପ୍ରଭୁଙ୍କୁ ଡାକୁଛନ୍ତି, ହେ ଦାବିଦଙ୍କ ପୁତ୍ର ମୋ ପ୍ରତି ଦୟା କର। ଏବଂ ଯେତେବେଳେ ସେ ଡାକୁଛନ୍ତି ସେହି ସମୟରେ ତାକୁ ଅନେକ ବ୍ୟକ୍ତି ନିରବ କରିବା ପାଇଁ ଚେଷ୍ଟା କରୁଛନ୍ତି, ତଥାପି ସେ ଆଉ ଅଧିକ ଜୋରରେ ସେ ପ୍ରଭୁଙ୍କୁ ଡାକୁଛନ୍ତି, ହେ ଦାବିଦଙ୍କ ପୁତ୍ର ମୋ ପ୍ରତି ଦୟା କର। ତାଙ୍କର ସେହି ପ୍ରାର୍ଥନା ସେ ହୃଦୟର ଡାକରାକୁ ଶୁଣି ପ୍ରଭୁ ସେ ସ୍ଥାନରେ ଦଣ୍ଡାୟମାନ ହେଉଛନ୍ତି ଏବଂ ପଚାରୁଛନ୍ତି, ତୁମେ ମୋ ଠାରୁ କଣ ଚାହୁଁଅଛ? ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମ ସମସ୍ତଙ୍କୁ ଦୃଷ୍ଟି ଶକ୍ତି ଦେଇଛନ୍ତି, ଶ୍ରବଣ ଶକ୍ତି ଦେଇଛନ୍ତି, ବୁଝିବାର ଶକ୍ତି ଦେଇଛନ୍ତି। ଆମେ ଆମର ସେ ଶକ୍ତିରେ ଆମର ଦୃଷ୍ଟି ଶକ୍ତିରେ ଆମେ ପଢି ପାରୁଛୁ, ତଥାପି ଆମେ କଣ ହୃଦୟର ସହକାରେ ସେଇ ପ୍ରଭୁଙ୍କୁ ଡାକୁଅଛୁ କି, ହେ ଦାବିଦଙ୍କ ପୁତ୍ର ମୋ ପ୍ରତି ଦୟା କର ବୋଲି। ଆମର ଦୃଷ୍ଟି ଶକ୍ତି ଥାଇ ମଧ୍ୟ ଆମେ ପ୍ରଭୁଙ୍କର ପବିତ୍ର ବାକ୍ୟ ପଢିପାରି ମଧ୍ୟ ଆମେ ପ୍ରଭୁଙ୍କୁ ଆମେ ସେଇଭଳି ବିଶ୍ୱାସରେ ହୃଦୟର ସହକାରେ ଆମେ ଡାକୁନାହୁଁ। ଆଜି ସେହି ପ୍ରଭୁ ଆମ ସମସ୍ତଙ୍କୁ ମଧ୍ୟ ପଚାରୁଛନ୍ତି, ଆମେ ପ୍ରଭୁଙ୍କ ଠାରୁ କଣ ଚାହୁଁଅଛୁ? ଆମେ ସମସ୍ତେ ନିଜ ନିଜ ବିବେକକୁ ପରୀକ୍ଷା କରିବା। ମୁଁ ପ୍ରଭୁଙ୍କ ଠାରୁ କଣ ଚାହୁଁଅଛି? କି ମୁଁ ମୋର ହୃଦୟ ସହକାରେ ପ୍ରଭୁଙ୍କୁ ଡାକୁଅଛି କି? ମୋର ପ୍ରିୟ ଭାଇ ଭଉଣୀମାନେ, ଯେମିତି ସେହି ଅନ୍ଧ ବ୍ୟକ୍ତିକୁ ନିରବ କରିବା ପାଇଁ ଅନେକ ବ୍ୟକ୍ତିମାନେ ଚେଷ୍ଟା କରିଥିଲେ, ତଦ୍ରୂପ ଆମମାନଙ୍କୁ ମଧ୍ୟ ନିରବ କରିବା ପାଇଁ ଅନେକ ବ୍ୟକ୍ତି ଚେଷ୍ଟା କରିଥାନ୍ତି, ଆମକୁ ବାଧା ଦେଇଥାନ୍ତି। ସେହି ସମୟରେ ଆମେ ଭାଙ୍ଗି ନ ପଡ଼ି ଏ ଅନ୍ଧ ବ୍ୟକ୍ତିଙ୍କ ସଦୃପ ଆମେମାନେ ମଧ୍ୟ ପ୍ରଭୁଙ୍କ ଠାରେ ଦୃଢ଼ ବିଶ୍ୱାସ ରଖି ପ୍ରଭୁଙ୍କୁ ଡାକିବାର ଆବଶ୍ୟକ ଅଛି। ଯଦି ସେଇଭଳି ବିଶ୍ୱାସ ଯଦି ଆମେ ଡାକିବା, ସେଇ ଦୟାମୟ ପ୍ରଭୁ ଆମର ମଧ୍ୟ ଡାକ ଶୁଣିବେ, ଆମକୁ ମଧ୍ୟ ପଚାରିବେ, ତୁମେ ମୋ ଠାରୁ କଣ ଚାହୁଁଅଛ? ଆମେ ମଧ୍ୟ ସେହି ସୁଯୋଗ ପାଇପାରିବା, ଯେଉଁ ସୁଯୋଗ ମାଧ୍ୟମରେ ଆମେମାନେ ମଧ୍ୟ ପ୍ରଭୁଙ୍କ ଠାରୁ କିଛି ଆଶୀଷ ପ୍ରାପ୍ତ କରିପାରିବା ବା ଆଶୀର୍ବାଦ ମାଗିପାରିବା। ମୋର ପ୍ରିୟ ଭାଇ ଭଉଣୀମାନେ, ଆମେ ଯଦି ପଢିବା ଜେରେମିୟା ପୁସ୍ତକ 33 ଅଧ୍ୟାୟର 3 ପଦରେ ପ୍ରଭୁ କହୁଛନ୍ତି, ତୁମେ ମୋ ଠାରେ ପ୍ରାର୍ଥନା କର ଏବଂ ମୁଁ ସେହି ପ୍ରାର୍ଥନାର ଉତ୍ତର ଦେବି। କିନ୍ତୁ ଆମେମାନେ କ'ଣ ପ୍ରାର୍ଥନା କରୁଅଛୁ କି? ଆମେ ନିଜେ ଚିନ୍ତା କରିବା। ଆମେ ସଂସାରର ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଅଛୁ, କିନ୍ତୁ ପ୍ରଭୁଙ୍କୁ ପ୍ରାର୍ଥନା କରିବା ପାଇଁ ଆମ ପାଖରେ ସମୟ ନାହିଁ। କିନ୍ତୁ ପରିବାର ଦୁଃଖ କଷ୍ଟ ଚାଲିବା ସମୟରେ ପ୍ରଭୁ ପ୍ରଭୁ କହୁଛୁ, ତଥାପି ଆମର ସେହି ପ୍ରଭୁ ଡାକରା ମଧ୍ୟ ଆମ ହୃଦୟରୁ ଆସୁନାହିଁ। ଯଦି ଆମେ ଦୁଃଖରେ ଅଛୁ, ଯଦି ଆମେ ସବୁ ହୃଦୟ ସହିତ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଛୁ, ସେହି ପ୍ରଭୁ ସଦାସର୍ବଦା ଆମର ପ୍ରାର୍ଥନା ଶୁଣିଥାନ୍ତି। କାରଣ ଆମେ ଶୁଣୁଅଛୁ ସାମ ସଙ୍ଗୀତ 34 ଅଧ୍ୟାୟର 18 ପଦରେ, ସେହି ପ୍ରଭୁ ସଦାସର୍ବଦା ସେ ଭଗ୍ନ ହୃଦୟ ମାନଙ୍କର ନିକଟତର ହୋଇଥାନ୍ତି। ତେଣୁକରି ଆମେ ସଦାସର୍ବଦା ପ୍ରଭୁଙ୍କ ଠାରେ ନିର୍ଭର କରି ଆମେ ପ୍ରାର୍ଥନା କରିବାର ଆବଶ୍ୟକ ଅଛି। ଆଜିର ଏହି ସୁସମାଚାର ଠାରୁ ଆମେ ନୀତି ଶିକ୍ଷା ଏହା ପାଉଛୁ ଯେ ଯଦି କୌଣସି ବ୍ୟକ୍ତି ଆମକୁ ବାଧା ଦେଲେ ସୁଦ୍ଧା ଆମେ ସହୃଦୟ ସହକାରେ ବିଶ୍ୱାସର ସହକାରେ ପ୍ରଭୁଙ୍କୁ ଆମେ ଡାକିବା ବା ପ୍ରାର୍ଥନା କରିବା। ଏବଂ ଯେତେବେଳେ ଆମେ ଭାଙ୍ଗି ପଡୁଅଛୁ ବା ଆମ ଜୀବନରେ ଅନେକ ଦୁଃଖ କଷ୍ଟ ଆସୁଅଛି, ସେହି ସମୟରେ ଆମେ ଭାଙ୍ଗି ନ ପଡି ଆମେ ଏହା ବିଶ୍ୱାସ କରିବା ଯେ ଏହି ସମୟରେ ମଧ୍ୟ ମୋର ପ୍ରଭୁ ମୋର ସହବର୍ତ୍ତୀ ଅଛନ୍ତି। ଏହି ସୁସମାଚାରରେ ଆମେ ଏହା ଜାଣୁଛୁ, ପ୍ରଭୁ କେବଳ ସେହି ବ୍ୟକ୍ତିକୁ ସୁସ୍ଥ କରିବା ଦ୍ୱାରା ତାହା କିଛି ଆମେ ଶିକ୍ଷା ପାଉଛୁ ବୋଲି ଆମେ ଭାବିବା ନାହିଁ, କିନ୍ତୁ ଆମେ ଏହା ଜାଣିବା ଯେ ଏହି ସୁସମାଚାର ମାଧ୍ୟମରେ କିଭଳି ଭାବରେ ପ୍ରଭୁ ତାଙ୍କୁ ସୁସ୍ଥ କରୁଛନ୍ତି ଏବଂ ତାଙ୍କର ସେ ଡାକରା ଶୁଣୁଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ପାଇଁ ସେ ଦଣ୍ଡାୟମାନ ହେଉଛନ୍ତି, ତାହା ଆମେ ଜାଣିବାର ଆବଶ୍ୟକ ଅଛି। ମୋର ପ୍ରିୟ ଭାଇ ଭଉଣୀମାନେ,
आसतु आम समस्ते आज सुसमाचार ठार आम यह शिक्षा पाई आम मैंने प्रभु विश्वासमय जीवन यापन करने चेष्टा करवा जहाद्वारा दयामय प्रभु आम समस्त डाकरा शुणे आम समस्त पचारे आम प्रभु कौन चाहूँ आम समस्त से आशीर्वाद प्रदान करेंगे। दयामय प्रभु आम समस्त आशीर्वाद प्रदान करंतु आमेन।